ସେଥିପାଇଁ ଗୀତ ରଚକ ଅସ ବର୍ଣ୍ଣନା କରିଅଛନ୍ତି ଯେ ଜିହୋବା ଈଶ୍ୱରଙ୍କ ସମାନ କେହି ନାହାନ୍ତି। ଈଶ୍ୱର ମହାନ ଅଟନ୍ତି। ଏହା ହିଁ ଈଶ୍ୱରଙ୍କ ପ୍ରଶଂସା କରିବାର ମୁଖ୍ୟ କାରଣ ଅଟେ। ତେଣୁ ଇସ୍ରାଏଲୀୟମାନେ ତାଙ୍କୁ ପ୍ରଶଂସା ଗୌରବ କରିଥିବା ବିଷୟ ଆମେ ଲକ୍ଷ୍ୟ କରୁଛୁ। ପ୍ରଶ୍ନ ହେଲା, ଈଶ୍ୱର କ'ଣ ଆମ ବ୍ୟକ୍ତିଗତ ଜୀବନରେ ମହାନ କାର୍ଯ୍ୟ କରିଛନ୍ତି କି? ଯଦି ଈଶ୍ୱର ଆମ ଜୀବନରେ ମହାନ କାର୍ଯ୍ୟ କରିଅଛନ୍ତି, ତେବେ ଆମେ କ'ଣ ତାଙ୍କ ପ୍ରଶଂସା ଗୌରବ କରୁଛୁ କି? ଯୀଶୁଙ୍କ ମଧୁର ବାକ୍ୟ ଚଲା ପଥେ ସାଜେ ଦୀପ ଆମରି ଚରଣ ପାଇଁ ଅଲିଭା ଆଲୋକ ଦେଇ ଜୀବନର ପ୍ରତିପାଦେ ଜୀବନର ପ୍ରତିପାଦେ ବଢ଼ାଏ ସେ ସତ୍ୟ ପଥେ ପଥ ପ୍ରଦର୍ଶିକା ସେ ଯେ ପଥ ପ୍ରଦର୍ଶିକା ପଥ ପ୍ରଦର୍ଶିକା ପଥ ପ୍ରଦର୍ଶିକା। ପ୍ରିୟ ଦର୍ଶକ ବନ୍ଧୁ ନମସ୍କାର। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁର ନାମରେ ଆପଣଙ୍କୁ ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଆପଣ ଆଜି କେମିତି ଅଛନ୍ତି? ମୋର ବିଶ୍ୱାସ ପ୍ରଭୁଙ୍କ ଦୟା ଓ ଅନୁଗ୍ରହରୁ ଆପଣ ନିଶ୍ଚୟ ଭଲ ଥିବେ। ଆପଣ ନିୟମିତ ଆମ କାର୍ଯ୍ୟକ୍ରମ ଦେଖୁଛନ୍ତି, ଶିକ୍ଷା ଲାଭ କରୁଅଛନ୍ତି ଓ ଆତ୍ମିକ ଜୀବନରେ ବଢ଼ୁଛନ୍ତି। ସେଥିପାଇଁ ମୁଁ ବିଶେଷ ଆନନ୍ଦିତ। ଆପଣଙ୍କ ମତାମତ ନିଶ୍ଚୟ ଆମକୁ ଟିଭି ସ୍କ୍ରିନରେ ଦିଆଯାଇଥିବା ନମ୍ବରରେ ଜଣାଇବେ। ଆମେ ଆପଣଙ୍କ ଫୋନ କଲର ଅପେକ୍ଷାରେ ଅଛୁ। ଆମେ ଗତ ପାଠରେ ଆଲୋଚନା କରିଥିଲୁ ଯେ ଉଷଙ୍କ ମୃତ୍ୟୁର 3 ମାସ ପରର ଘଟଣା ଆମେ 16 ପର୍ବରେ ଦେଖିବାକୁ ପାଉ। ନିୟମ ସିନ୍ଧୁକ ଓବେଦ ଇଦୋମଙ୍କ ଘରେ 3 ମାସ ପାଇଁ ରଖାଗଲା। ତାପରେ ଦାଉଦ ନିୟମ ସିନ୍ଧୁକକୁ ଜେରୁସାଲେମକୁ ନେଇ ଆସିଲେ। ମହାସମାରୋହରେ ଉତ୍ସବ ପାଳନ ହେଲା। ସମସ୍ତ ଜିହୁଦୀ ଲୋକ ଏକତ୍ରିତ ହେଲେ। ସେମାନେ ଈଶ୍ୱରଙ୍କୁ ପ୍ରଶଂସା କଲେ ଓ ବଳି ଉତ୍ସର୍ଗ କଲେ, ଯାହା ଆମେ ପୂର୍ବରୁ ମଧ୍ୟ ଅଧ୍ୟୟନ କରୁଛୁ। ଆଜିର ଅଧ୍ୟୟନରେ ଆମେ ଅସଫଙ୍କ ଗୀତ ଦେଖୁ, ଯିଏ ଜଣେ ଲେବୀୟ ଥିଲେ ଓ ସଙ୍ଗୀତଜ୍ଞ ଥିଲେ। ତାଙ୍କ ଗୀତରେ ସେ ଇସ୍ରାଏଲ ପ୍ରତି ଈଶ୍ୱରଙ୍କ ଦୟା ଓ ଅନୁଗ୍ରହକୁ ବର୍ଣ୍ଣନା କରୁଛନ୍ତି। ଏପରିକି ଈଶ୍ୱର ଯେଉଁ ସମସ୍ତ ଆଶ୍ଚର୍ଯ୍ୟ କାର୍ଯ୍ୟ କରିଛନ୍ତି ତାକୁ ମଧ୍ୟ ବର୍ଣ୍ଣନା କରିଛନ୍ତି। ଈଶ୍ୱର କିପରି ଆପଣା ପ୍ରତିଜ୍ଞା ଯାକୁବଙ୍କ ଜୀବନରେ ସଫଳ କଲେ ତାହା ବର୍ଣ୍ଣନା କରିଥିବା ଆମେ ଲକ୍ଷ୍ୟ କରୁ। ଆମେ ଯେତେବେଳେ ଅସଫଙ୍କ ଗୀତକୁ ଅନୁଧ୍ୟାନ କରୁ, ଆମେ ଜାଣିପାରୁ ଯେ ଈଶ୍ୱରଙ୍କ ମଙ୍ଗଳ ଦୟା ଆମ ଜୀବନ ନିମନ୍ତେ ପ୍ରଚୁର। ସେ ତାଙ୍କ କରୁଣା ଆମ ଜୀବନରେ ଶେଷ କରନ୍ତି ନାହିଁ। ତେବେ ଆସନ୍ତୁ ଆଜିର ଅଧ୍ୟୟନରେ ଆମେ ଏ ସମ୍ପର୍କରେ ଅଧିକ ଆଲୋଚନା କରିବା ପୂର୍ବରୁ ଏକ ଭକ୍ତିମୂଳକ ଗୀତ ଶୁଣିବା। ଅଶାନ୍ତି ରହେ ନା କିଛି ଯୀଶୁ ଥିଲେ ପାଖରେ, ଶାନ୍ତିର ଶ୍ରାବଣ ଝରେ ତାଙ୍କ ଇଶାରାରେ। ଅଶାନ୍ତି ରହେ ନା କିଛି ଯୀଶୁ ଥିଲେ ପାଖରେ, ଶାନ୍ତିର ଶ୍ରାବଣ ଝରେ ତାଙ୍କ ଇଶାରାରେ। ଯେତେ ଯାଏ ମୁଁ ଦୂରରେ ରହିଥାନ୍ତି ସେ ପାଖରେ, ହୃଦୟ ମୋର କହନ୍ତି ମୁଁ ତ ଆଶ୍ରୟ। ଯୀଶୁ ହିଁ ମୋର ଆଶ୍ରୟ, ମୋ ଆଶ୍ରୟ। ଯୀଶୁ ହିଁ ମୋର ଆଶ୍ରୟ, ମୋ ଆଶ୍ରୟ। ଏ ଜୀବନ ପଥେ ମୋ ସହାୟ, ଏ ଜୀବନ ପଥେ ମୋ ସହାୟ। ଆଜି ଆମେ
ପ୍ରଥମ ବଂଶାବଳୀ 16 ପର୍ବର 8 ପଦରୁ ନେଇ 17 ପର୍ବର 6 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବାକୁ ଯିବା। ଆଜିର ମୁଖ୍ୟ ଆଲୋଚନାର ପ୍ରସଙ୍ଗ ହେଉଛି ଦାଉଦଙ୍କର ଧନ୍ୟବାଦାର୍ଥକ ଗୀତ। ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦିଏ ଯେ ଗତ ଆଲୋଚନାରେ ଆମେ ଦେଖିଥିଲୁ ଦାଉଦ ନିୟମ ସିନ୍ଧୁକକୁ ଆଣି ଦାଉଦ ନଗରରେ ତାହାଙ୍କ ନିର୍ମିତ ତମ୍ବୁ ମଧ୍ୟରେ ସ୍ଥାପନ କଲେ ଓ ଏଥି ନିମନ୍ତେ ଲେବୀୟମାନଙ୍କୁ ନିଯୁକ୍ତ କଲେ ଓ ଦାଉଦ ଓ ତାଙ୍କର ଲୋକମାନେ ମହା ଆନନ୍ଦ ଉଲ୍ଲାସରେ ସେହି ଦିନଟିକୁ ପାଳନ କରିବା ସଙ୍ଗେ ସଙ୍ଗେ ଈଶ୍ୱରଙ୍କର ପ୍ରଶଂସା ଓ ଗୌରବ ତଥା ଜୟ ଜୟକାର କଲେ। ଏହି ଉଦ୍ଦେଶ୍ୟରେ ଦାଉଦ ଏକ ଧନ୍ୟବାଦାର୍ଥକ ଗୀତ ରଚନା କରି ସେହି ଧନ୍ୟବାଦ କରିବାର ଭାର ଆସଫ ଓ ତାର ଭ୍ରାତୃଗଣର ହସ୍ତରେ ସମର୍ପଣ କଲେ। ଆସନ୍ତୁ ସେହି ଗୀତ ସମ୍ପର୍କରେ ଏହି ପ୍ରଥମ ବଂଶାବଳୀର 16 ପର୍ବରେ ଆଲୋଚନା କରିବାକୁ ଯିବା। 16 ପର୍ବର 8 ପଦରେ ଏହିପରି ଲେଖା ଅଛି, ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ, ତାହାଙ୍କ ନାମରେ ପ୍ରାର୍ଥନା କର, ଲୋକମାନଙ୍କ ମଧ୍ୟରେ ତାହାଙ୍କ କ୍ରିୟା ସକଳ ଜଣାଅ। ଈଶ୍ୱର ଅତୀତରେ ଅନେକ ଆଶ୍ଚର୍ଯ୍ୟ କ୍ରିୟାମାନ ସାଧନ କରି ଆସିଅଛନ୍ତି ଓ ସେ ଆଜି ମଧ୍ୟ ସାଧନ କରୁଅଛନ୍ତି। ସେ ସର୍ବଶକ୍ତିମାନ ଓ ସର୍ବବ୍ୟାପୀ। ଏହି ଜଗତର ପ୍ରତ୍ୟେକଟି ବିଷୟରେ ତାହାଙ୍କ ଶକ୍ତିର ହସ୍ତ ଦେଖାଯାଇପାରିବ। ସେ ସମସ୍ତ ବିଷୟର ନିୟନ୍ତ୍ରଣକର୍ତ୍ତା। ତେଣୁ ମନୁଷ୍ୟ ତାହାଙ୍କର ଧନ୍ୟବାଦ ଓ ପ୍ରଶଂସା କରିବା ଉଚିତ, ଅର୍ଥାତ୍ ସବୁ ଅବସ୍ଥାରେ ଓ ପରିସ୍ଥିତିରେ ତାହାଙ୍କର ଧନ୍ୟବାଦ ଓ ପ୍ରଶଂସା କରିବା ଉଚିତ। ଏହା ହିଁ ଈଶ୍ୱର ପ୍ରତ୍ୟେକ ମନୁଷ୍ୟଠାରୁ ଆଶା କରନ୍ତି। 9 ପଦରେ ଲେଖା ଅଛି, ତାହାଙ୍କ ଉଦ୍ଦେଶ୍ୟରେ ଗାନ କର, ତାହାଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର, ତୁମେମାନେ ତାହାଙ୍କର ସକଳ ଆଶ୍ଚର୍ଯ୍ୟ କର୍ମ ବିଷୟରେ କଥୋପକଥନ କର। ଗୀତ ମାଧ୍ୟମରେ ଈଶ୍ୱରଙ୍କର ପ୍ରଶଂସା କରିବା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ଈଶ୍ୱର ଆଜି ଅନେକଙ୍କୁ ଏହି ଗୀତ ଗାଇବାର ଦାନ ଦେଇଅଛନ୍ତି। ତେଣୁ ଯେଉଁମାନେ ଏହି ଦାନ ପାଇଛନ୍ତି ସେମାନେ ଗୀତ ମାଧ୍ୟମରେ ଈଶ୍ୱରଙ୍କର ପ୍ରଶଂସା କରିବା ଆବଶ୍ୟକ। ଯଦିବା ପ୍ରଭୁ ଆପଣଙ୍କୁ ଗୀତ ଗାଇବାର ଦାନ ଦେଇନାହାନ୍ତି, ତଥାପି ଆପଣ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଆନନ୍ଦର ସ୍ୱର ଉତ୍ତୋଳନ କରିପାରିବେ। ହୋଇପାରେ ଆପଣ ଭଲ ସ୍ୱର ଦେଇ ଗାଇ ନ ପାରନ୍ତି, ମାତ୍ର ଆପଣ ବ୍ୟକ୍ତିଗତ ଭାବେ ଗୀତ ଗାଇ ତାହାଙ୍କର ପ୍ରଶଂସା କରିପାରିବେ। 10 ଓ 11 ପଦରେ ଲେଖା ଅଛି, ତୁମେମାନେ ତାଙ୍କ ପବିତ୍ର ନାମରେ ଦର୍ପ କର, ଯେଉଁମାନେ ସଦାପ୍ରଭୁଙ୍କର ଅନ୍ୱେଷଣ କରନ୍ତି ସେମାନଙ୍କ ଚିତ୍ତ ଆନନ୍ଦିତ ହେଉ। ତୁମେମାନେ ସଦାପ୍ରଭୁଙ୍କର ଓ ତାହାଙ୍କ ଶକ୍ତିର ଅନ୍ୱେଷଣ କର, ସର୍ବଦା ତାହାଙ୍କ ମୁଖର ଅନ୍ୱେଷଣ କର। ଯାକୁବ 4 ପର୍ବର 8 ପଦରେ ଲେଖା ଅଛି, ଈଶ୍ୱରଙ୍କର ନିକଟବର୍ତ୍ତୀ ହୁଅ, ସେଥିରେ ସେ ତୁମମାନଙ୍କର ନିକଟବର୍ତ୍ତୀ ହେବେ। ପରିତ୍ରାଣ ପ୍ରାପ୍ତ ହେବା ନିମନ୍ତେ ଆମେ ସମସ୍ତେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ନିକଟବର୍ତ୍ତୀ ହୋଇ ତାହାଙ୍କୁ ଆମମାନଙ୍କର ଉଦ୍ଧାରକର୍ତ୍ତା ରୂପେ ବିଶ୍ୱାସ କରିବାକୁ ହେବ। କାରଣ ଈଶ୍ୱର ପ୍ରତିଜ୍ଞା କରି କହିଅଛନ୍ତି ଯେ ଆମେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କଲେ ଉଦ୍ଧାରପ୍ରାପ୍ତ ହେବା। କିନ୍ତୁ ଏହା ଆମମାନଙ୍କର ଈଶ୍ୱରଙ୍କ ସହିତ ସହଭାଗିତାକୁ ନିଶ୍ଚିତ କରାଏ ନାହିଁ। ଆମମାନଙ୍କୁ ଆମମାନଙ୍କର ଦୈନନ୍ଦିନ ଜୀବନରେ ଈଶ୍ୱରଙ୍କ ସହିତ ସଂଯୁକ୍ତ ଜୀବନଯାପନ କରିବାକୁ ହେବ ଓ ତାହାଙ୍କର ସହାୟତା ତଥା ଶକ୍ତିକୁ ଲୋଡ଼ିବାକୁ ହେବ ଓ ଈଶ୍ୱରଙ୍କ ବାକ୍ୟ ଅନୁଯାୟୀ ଜୀବନଯାପନ କରିବାକୁ ହେବ। ସେଥିପାଇଁ ଲେଖା ଅଛି, ତୁମେମାନେ ସଦାପ୍ରଭୁଙ୍କର ଓ ତାହାଙ୍କ ଶକ୍ତିର ଅନ୍ୱେଷଣ କର, ସର୍ବଦା ତାହାଙ୍କ ମୁଖର ଅନ୍ୱେଷଣ କର। ଅର୍ଥାତ୍ ଆମମାନଙ୍କୁ ସଦାସର୍ବଦା ତାହାଙ୍କ ଉପରେ ନିର୍ଭର କରି ତାହାଙ୍କ ସହ ସଂଯୁକ୍ତ ହୋଇ ରହିବାକୁ ହେବ ଓ ତାହାଙ୍କ ମୁଖ ଅନ୍ୱେଷଣ କରିବାକୁ ହେବ। ଆପଣ କ'ଣ ନିରନ୍ତର ତାହାଙ୍କ ଆଡ଼କୁ ଉର୍ଦ୍ଧ୍ୱଦୃଷ୍ଟି କରନ୍ତି କି? ଆପଣ ସକାଳୁ ବିଛଣାରୁ ଉଠିବା ପରେ ପ୍ରଥମେ କ'ଣ ଚିନ୍ତା କରନ୍ତି? ଆପଣ ଯେତେବେଳେ ରାତ୍ରିରେ ଶଯ୍ୟାକୁ ଯାଆନ୍ତି ସେତେବେଳେ ଆପଣ ଶେଷ ବିଷୟ କ'ଣ ଚିନ୍ତା କରନ୍ତି? ଆପଣ କ'ଣ ଦିନସାରା ଈଶ୍ୱରଙ୍କ ବିଷୟ ଚିନ୍ତା କରନ୍ତି? କିମ୍ବା କୌଣସି କାର୍ଯ୍ୟ କରିବାକୁ ଗଲେ ଆପଣ ଈଶ୍ୱରଙ୍କୁ ପଛରେ ପକାଇ ଚାଲିଯାଆନ୍ତି? ମାତ୍ର ଆମେ ସଦାସର୍ବଦା ଈଶ୍ୱରଙ୍କୁ ଧ୍ୟାନ କରିବା ଉଚିତ ଓ ତାହାଙ୍କୁ ସ୍ମରଣ କରିବା ଉଚିତ। 12 ଓ 13 ପଦରେ ଲେଖା ଅଛି, ହେ ତାହାଙ୍କ ଦାସ ଇସ୍ରାଏଲର ବଂଶ, ହେ ଯାକୁବର ସନ୍ତାନଗଣ, ତାହାଙ୍କର ମନୋନୀତ ଲୋକ, ତୁମେମାନେ ତାହାଙ୍କ କୃତ ଆଶ୍ଚର୍ଯ୍ୟ କ୍ରିୟା, ତାହାଙ୍କ ଅଦ୍ଭୁତ ଲକ୍ଷଣ ଓ ତାହାଙ୍କ ମୁଖ ନିର୍ଗତ ଶାସନ ସକଳ ସ୍ମରଣ କର। ବାସ୍ତବରେ ଏହି ସୃଷ୍ଟିକୁ ଦେଖିଲେ ବଡ଼ ଆଶ୍ଚର୍ଯ୍ୟ ଲାଗେ। ଈଶ୍ୱର କେତେ ଚମତ୍କାର ଭାବେ ଏହି ସୃଷ୍ଟିକୁ ରଚନା କରିଅଛନ୍ତି। ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପୃଥିବୀ ଓ ଆକାଶମଣ୍ଡଳକୁ ଓ ସେସବୁର ନିୟନ୍ତ୍ରଣ ଓ ଗତିବିଧିକୁ ଲକ୍ଷ୍ୟ କଲେ ବାସ୍ତବରେ ଈଶ୍ୱରଙ୍କର ଗୌରବ ନ କରି ରହି ହୁଏ ନା। କାରଣ ସବୁକିଛି ଆମମାନଙ୍କୁ ଆଶ୍ଚର୍ଯ୍ୟ ଲାଗେ। ସେସବୁର ନିୟନ୍ତ୍ରଣ ଆମମାନଙ୍କର ଶକ୍ତିର ବାହାରେ। ମାତ୍ର ଧନ୍ୟ ସେହି ଈଶ୍ୱର ଯେ କି ଏହିସବୁର ଉପରେ ମହାନ ଓ ସବୁର କର୍ତ୍ତା। ଏହିସବୁ ମନୁଷ୍ୟ ହିଁ ସ୍ମରଣ କରି ତାହାଙ୍କର ଗୌରବ କରିବା ଉଚିତ ଓ ତାହାଙ୍କର ବଶୀଭୂତ ହେବା ଉଚିତ। 14ରୁ 17 ପଦ ମଧ୍ୟରେ ଏହିପରି ଲେଖା ଅଛି, ସେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଅଟନ୍ତି, ତାହାଙ୍କର ଶାସନ ସମୁଦାୟ ପୃଥିବୀରେ ପ୍ରଚଳିତ ଅଛି। ତାହାଙ୍କ ନିୟମ ଚିରକାଳ ସ୍ମରଣ କର। ସେହି ବାକ୍ୟ ସେ ସହସ୍ର ପୁରୁଷ ପରମ୍ପରା ପ୍ରତି ଆଦେଶ କରିଅଛନ୍ତି। ସେହି ନିୟମ ସେ ଅବ୍ରାହମଙ୍କ ସଙ୍ଗେ କରିଥିଲେ ଓ
ଓ ସେହି ଶପଥ ସେ ଇସାହାକଙ୍କ ପ୍ରତି କରିଥିଲେ। ପୁଣି ସେ ତାହା ବିଧି ରୂପେ ଜାକୁବଙ୍କ ପ୍ରତି ଅନନ୍ତକାଳୀନ ନିୟମ ରୂପେ ଇସ୍ରାଏଲ ପ୍ରତି ସ୍ଥିର କଲେ। ଈଶ୍ୱର ସେହି ସମୟରେ ସମଗ୍ର ପୃଥିବୀରେ ଶାସନ ପ୍ରଣୟନ କଲେ ଓ ସେ ଆଜି ମଧ୍ୟ ଶାସନ କରୁଅଛନ୍ତି। ତାହାଙ୍କର ହସ୍ତ ତାହାଙ୍କର ଲୋକମାନଙ୍କ ଉପରେ ଅଛି ଓ ସେ ମନୁଷ୍ୟମାନଙ୍କର ଘଟଣାରେ ହସ୍ତକ୍ଷେପ କରନ୍ତି। ଶୟତାନ ଯଦିଓ ଏହି ଜଗତରେ ତାହାର କାର୍ଯ୍ୟ କରିଚାଲିଛି, ମାତ୍ର ଈଶ୍ୱର ସବୁର ନିୟନ୍ତ୍ରଣକର୍ତ୍ତା ଓ ଈଶ୍ୱର ତାହାଙ୍କର ଇଚ୍ଛା ଅନୁଯାୟୀ ସମସ୍ତ ବିଷୟ ସାଧନ କରନ୍ତି ଓ ସେ ମଧ୍ୟ ଶୟତାନର ବିଚାର କରିବେ। ତେବେ ଅନେକ ଲୋକ ଈଶ୍ୱର ଅବ୍ରାହମଙ୍କ ପ୍ରତି କରିଥିବା ନିୟମକୁ ସୀମିତ କରିଦିଅନ୍ତି, ମାତ୍ର ଦାଉଦ ତାହା କରନ୍ତି ନାହିଁ। ସେ କହନ୍ତି, ତାହାଙ୍କ ନିୟମ ଚିରକାଳ ସ୍ମରଣ କର। ଈଶ୍ୱରଙ୍କ ନିୟମ ଆଜି ବି ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ସେ ଇସ୍ରାଏଲ ପ୍ରତି କରିଥିବା ଅନନ୍ତ କାଳସ୍ଥାୟୀ ନିୟମକୁ ଆକ୍ଷରିକ ଭାବେ ସଫଳ କରିବାକୁ ଯାଉଅଛନ୍ତି। ସେମାନେ ସେହି ପ୍ରତିଜ୍ଞାତ ପାଲେଷ୍ଟାଇନ ଦେଶର ଅଧିକାରୀ ହେବାକୁ ଯାଉଅଛନ୍ତି। ଠିକ୍ ସେହିପରି ସେ ଆମ୍ଭମାନଙ୍କ ସହିତ ମଧ୍ୟ ପ୍ରତିଜ୍ଞା କରିଅଛନ୍ତି ଓ ସେ ତାହା ମଧ୍ୟ ଆମମାନଙ୍କ ପ୍ରତି ସଫଳ କରିବେ, କାରଣ ସେ ଆମମାନଙ୍କୁ ଅର୍ଥାତ୍ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ଖ୍ରୀଷ୍ଟ ଯୀଶୁଙ୍କଠାରେ ସମସ୍ତ ଆତ୍ମିକ ଆଶୀର୍ବାଦ ଦ୍ୱାରା ସ୍ୱର୍ଗରେ ଆଶୀର୍ବାଦ କରିଅଛନ୍ତି, ଯାହାକି ଆମେ ଏଫିସି 1:3 ଲକ୍ଷ୍ୟ କରିବାକୁ ପାରୁ। ତେଣୁ ଏଥିରୁ ସ୍ପଷ୍ଟ ଅନୁମିତ ହୁଏ ଯେ ଈଶ୍ୱର ଯେ ଦାଉଦଙ୍କ ସହିତ ଭୂମି ବିଷୟ ନେଇ ନିୟମ କରିଅଛନ୍ତି, ତାହା ସେ ବୁଝିପାରିଥିଲେ। 18-22 ପଦ ମଧ୍ୟରେ ଏହିପରି ଲେଖା ଅଛି, ସେ କହିଲେ, ଆମ୍ଭେ ତୁମମାନଙ୍କ ଅଧିକାରର ବାଣ୍ଟ ସେହି କିଣାନ୍ ଦେଶ ତୁମ୍ଭକୁ ଦେବା। ସେ ସମୟରେ ତୁମେମାନେ କେବଳ ଅଳ୍ପ ସଂଖ୍ୟକ ଅତି ଅଳ୍ପ ଲୋକ ଓ ତହିଁ ମଧ୍ୟରେ ପ୍ରବାସୀ ଥିଲ। ଆଉ ସେମାନେ ଏକ ଗୋଷ୍ଠୀରୁ ଅନ୍ୟ ଗୋଷ୍ଠୀ ଓ ଏକ ରାଜ୍ୟରୁ ଅନ୍ୟ ଲୋକମାନଙ୍କ ନିକଟକୁ ଭ୍ରମଣ କଲେ। ସେ କୌଣସି ଲୋକକୁ ସେମାନଙ୍କ ପ୍ରତି ଉପଦ୍ରବ କରିବାକୁ ଦେଲେ ନାହିଁ। ଆହୁରି ସେ ସେମାନଙ୍କ ସକାଶୁ ରାଜାମାନଙ୍କୁ ଅନୁଯୋଗ କଲେ, କହିଲେ, ଆମ୍ଭର ଅଭିଷିକ୍ତମାନଙ୍କୁ ସ୍ପର୍ଶ ନ କର ଓ ଆମ୍ଭର ଭବିଷ୍ୟତ ବକ୍ତାମାନଙ୍କ ପ୍ରତି କୌଣସି କ୍ଷତି ନ କର। ସେହି ଇସ୍ରାଏଲର ପିତୃପୁରୁଷମାନଙ୍କ ପ୍ରତି ଈଶ୍ୱରଙ୍କର ସୁରକ୍ଷାକାରୀ ବାହୁ ବିସ୍ତାରିତ ହୋଇ ରହିଥିଲା ଯେତେବେଳେ ସେମାନେ ଭ୍ରମଣ କରିବାକୁ ଲାଗିଲେ। ତେବେ ଏହି ବିଷୟ ଅବ୍ରାହମ, ଇସାହାକ ଓ ଜାକୁବଙ୍କ ପ୍ରତି ଈଶ୍ୱର ଯେଉଁ ପ୍ରତିଜ୍ଞା କରିଥିଲେ ସେହି ବିଷୟକୁ ପ୍ରକାଶ କରେ। ଈଶ୍ୱର ସେମାନଙ୍କୁ ସୁରକ୍ଷା ପ୍ରଦାନ କରିଥିଲେ ଓ ସେମାନଙ୍କର ସହବର୍ତ୍ତୀ ଥିଲେ, କିନ୍ତୁ ଏଥିରୁ ମଧ୍ୟ ଆମମାନଙ୍କ ନିମନ୍ତେ ଶିକ୍ଷା ରହିଅଛି। ଈଶ୍ୱରଙ୍କ ଅଭିଷିକ୍ତ ବ୍ୟକ୍ତିମାନଙ୍କ ପ୍ରତି ଆମମାନେ ମଧ୍ୟ ସତର୍କ ରହିବା ଉଚିତ। ସେମାନଙ୍କ ବିରୁଦ୍ଧରେ କୌଣସି କଥା ବା କାର୍ଯ୍ୟ କରିବା ପ୍ରତି ସତର୍କତା ଅବଲମ୍ବନ କରିବା ଉଚିତ। ଈଶ୍ୱରଙ୍କ ଭକ୍ତ, ସାଧୁ ବା ସେବକମାନଙ୍କ ବିରୁଦ୍ଧରେ ହସ୍ତ ଉଠାଇବା ବା ସେମାନଙ୍କୁ ଦୋଷାରୋପ କରିବା ବା ସେମାନଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ଉଚିତ ନୁହେଁ। ତଦ୍ୱାରା ଆମେ ଈଶ୍ୱରଙ୍କ ଦ୍ୱାରା ବିଚାରିତ ହେବା। 23-25 ପଦ ମଧ୍ୟରେ ଏପରି ଲେଖା ଅଛି, ହେ ସମୁଦାୟ ପୃଥିବୀ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର। ଦିନକୁ ଦିନ ତାହାଙ୍କ କୃତ ପରିତ୍ରାଣ ପ୍ରକାଶ କର। ନାନା ଦେଶୀୟଙ୍କ ମଧ୍ୟରେ ତାହାଙ୍କ ଗୌରବ, ସମୁଦାୟ ଗୋଷ୍ଠୀ ମଧ୍ୟରେ ତାହାଙ୍କର ଆଶ୍ଚର୍ଯ୍ୟ କ୍ରିୟା ପ୍ରଚାର କର। କାରଣ ସଦାପ୍ରଭୁ ମହାନ ଓ ଅତ୍ୟନ୍ତ ପ୍ରଶଂସନୀୟ ଅଟନ୍ତି, ମଧ୍ୟ ସେ ସକଳ ଦେବତା ଅପେକ୍ଷା ଭୟଯୋଗ୍ୟ। ଆଜି ସମସ୍ତ ସୃଷ୍ଟି ଈଶ୍ୱରଙ୍କ ସନ୍ତାନମାନଙ୍କର ମୁକ୍ତି ଅପେକ୍ଷାରେ ରହି ବେଦନାରେ ଆର୍ତ୍ତସ୍ୱର କରୁଅଛି। ଏକ ଦିନ ଆସୁଅଛି ଯେତେବେଳେ କି ସମସ୍ତ ସୃଷ୍ଟି ମୁକ୍ତ ହେବ। ତାପରେ ଆମେ ଏପରି ସଙ୍ଗୀତର ଧ୍ୱନି ଶୁଣିବା ଯାହାକି ଆମେ କେବେ ହେଲେ ପୂର୍ବରୁ ମଧ୍ୟ ଶୁଣିନଥିବା। ବାସ୍ତବରେ ଈଶ୍ୱର ହେଉଛନ୍ତି ମହାନ ଓ ସର୍ବଶକ୍ତିମାନ ଓ ସବୁର ଉପରେ କର୍ତ୍ତା। ସେ ହିଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମାଧ୍ୟମରେ ଆମମାନଙ୍କ ନିମନ୍ତେ ପରିତ୍ରାଣ ସାଧନ କରିଅଛନ୍ତି। ଆଉ ସେ ଚାହାନ୍ତି ଆମେ ଯେପରି ତାହାଙ୍କର ପରିତ୍ରାଣର କାର୍ଯ୍ୟକୁ ପ୍ରକାଶ କରୁ। ସେହି ଈଶ୍ୱର କେବଳ ଇସ୍ରାଏଲ ଜାତିର ନୁହେଁ, ମାତ୍ର ସମଗ୍ର ମାନବ ଜାତିର ପରିତ୍ରାଣ କାର୍ଯ୍ୟ ସାଧନ କରିଅଛନ୍ତି। ତେଣୁ ଆଜି ସମୁଦାୟ ପୃଥିବୀ ନିବାସୀ ସେହି ଈଶ୍ୱରଙ୍କର ପ୍ରଶଂସା ଓ ଜୟ ଜୟକାର କରିବା ଉଚିତ ଓ ପରିତ୍ରାଣର ଅଧିକାରୀ ହେବା ଉଚିତ। 26 ପଦରେ ଲେଖା ଅଛି, କାରଣ ନାନା ଗୋଷ୍ଠୀୟମାନଙ୍କ ଦେବତା ସବୁ ଅବସ୍ତୁ ମାତ୍ର ସଦାପ୍ରଭୁ ଆକାଶମଣ୍ଡଳର ସୃଷ୍ଟିକର୍ତ୍ତା। ଏଥିରୁ ଆମେ ଜାଣିବାକୁ ପାରୁଛୁ ଈଶ୍ୱର କୌଣସି ଦେବତା ବା ପ୍ରତିମା ସହିତ ତୁଳନୀୟ ନୁହନ୍ତି, କାରଣ ସେ ଅବସ୍ତୁ ନୁହନ୍ତି କିନ୍ତୁ ଆକାଶମଣ୍ଡଳର ସୃଷ୍ଟିକର୍ତ୍ତା। ତେଣୁ ସୃଷ୍ଟିକର୍ତ୍ତାଙ୍କୁ କେବେ ହେଲେ ସୃଷ୍ଟ ବସ୍ତୁ ସହିତ ତୁଳନା କରାଯାଇ ନପାରେ, କିମ୍ବା ତାହାଙ୍କୁ ସୀମିତ କରାଯାଇ ନପାରେ, କାରଣ ସେ ସର୍ବଶକ୍ତିମାନ, ସର୍ବବ୍ୟାପୀ ଓ ସର୍ବଦର୍ଶୀ ତଥା ସର୍ବପରାକ୍ରମୀ ଈଶ୍ୱର। 27-29 ପଦରେ ଲେଖା ଅଛି, ସମ୍ଭ୍ରମ ଓ ପ୍ରଭାବ ତାହାଙ୍କର ଅଗ୍ରବର୍ତ୍ତୀ, ଶକ୍ତି ଓ ଆହ୍ଲାଦ ତାହାଙ୍କ ସ୍ଥାନରେ ବିଦ୍ୟମାନ। ହେ ନାନା ଦେଶୀୟ ଗୋଷ୍ଠୀୟ ସମୂହ, ସଦାପ୍ରଭୁଙ୍କର କୀର୍ତ୍ତନ କର। ସଦାପ୍ରଭୁଙ୍କ ଗୌରବ ଓ ପରାକ୍ରମର କୀର୍ତ୍ତନ କର। ସଦାପ୍ରଭୁଙ୍କ ନାମର ଯଥୋଚିତ ଗୌରବ କୀର୍ତ୍ତନ କର। ନୈବେଦ୍ୟ ଆଣ ଓ ତାହାଙ୍କ ଛାମୁକୁ ଆସ। ପବିତ୍ରତାର ସୌନ୍ଦର୍ଯ୍ୟରେ ସଦାପ୍ରଭୁଙ୍କର ଭଜନା କର। ଏହାର ଅର୍ଥ ନୁହେଁ
ଏକ ସୁନ୍ଦର ଗୀର୍ଜାଗୃହରେ ତାହାଙ୍କର ଉପାସନା କରିବା, ମାତ୍ର ପବିତ୍ରତାର ସୌନ୍ଦର୍ଯ୍ୟରେ ତାହାଙ୍କର ଉପାସନା କରିବା। ତାହା ହେଉଛି ସେ ଯେପରି ପବିତ୍ର, ତାହାଙ୍କୁ ସେହିପରି ପବିତ୍ର ଭାବରେ ତାହାଙ୍କର ଉପାସନା କରୁ। ନିଜର ଦେହ, ମନ, ଆତ୍ମାକୁ ସୂଚି ପବିତ୍ର କରି ତାହାଙ୍କର ଉପାସନା କରୁ। ବାସ୍ତବରେ ହୃଦୟର ସୂଚିତା ସହିତ ତାହାଙ୍କର ଗୌରବ କୀର୍ତ୍ତନ କରିବା କେତେ ଗୁରୁତ୍ୱପୂର୍ଣ୍ଣ ବିଷୟ। ଏହାପରେ 30 ଓ 31 ପଦରେ ଲେଖା ଅଛି, ସମୁଦାୟ ପୃଥିବୀ ତାହାଙ୍କ ଛାମୁରେ କମ୍ପମାନ ହୁଅ, ଜଗତ ହିଁ ସୁସ୍ଥିର, ତାହା ବିଚଳିତ ନୋହିବ। ଆକାଶମଣ୍ଡଳ ଆନନ୍ଦିତ ହେଉ ଓ ପୃଥିବୀ ଉଲ୍ଲାସ କରୁ, ଆଉ ଲୋକମାନେ ଦେଶ ସମୂହ ମଧ୍ୟରେ କହନ୍ତୁ, ସଦାପ୍ରଭୁ ରାଜ୍ୟ କରନ୍ତି। ତେବେ ସେହିଦିନ ଆସୁଅଛି ଯେତେବେଳେ କି ଏହି ସମସ୍ତ ଘଟିବ। ଏହାପରେ 32 ଓ 33 ପଦରେ ଲେଖା ଅଛି, ସମୁଦ୍ର ଓ ତହିଁର ପୂର୍ଣ୍ଣତା ଗର୍ଜନ କରୁ, କ୍ଷେତ୍ର ଓ ତନ୍ମଧ୍ୟସ୍ଥ ସକଳ ଜୟଧ୍ୱନି କରନ୍ତୁ। ସେତେବେଳେ ବନସ୍ଥ ବୃକ୍ଷ ଶ୍ରେଣୀ ସଦାପ୍ରଭୁଙ୍କ ସମ୍ମୁଖରେ ଆନନ୍ଦରେ ଗାନ କରିବେ, କାରଣ ସେ ପୃଥିବୀର ବିଚାର କରିବାକୁ ଆସୁଅଛନ୍ତି। ଆପଣ ଦେଖନ୍ତୁ, ବୃକ୍ଷ ସକଳ ଗାନ କରିବାକୁ ଯାଉଅଛନ୍ତି। 34 ପଦରେ ଲେଖା ଅଛି, ସଦାପ୍ରଭୁଙ୍କର ଧନ୍ୟବାଦ କର, କାରଣ ସେ ମଙ୍ଗଳମୟ, କାରଣ ତାହାଙ୍କର ଦୟା ଅନନ୍ତକାଳ ସ୍ଥାୟୀ। ଈଶ୍ୱର ଦୟାରେ ଊଣା ନୁହନ୍ତି। ଦୟା ଯାହାକି ଆମେ ପ୍ରତ୍ୟେକ ଆବଶ୍ୟକ କରୁ, ସେ ଦୟାର ଆକର। ତାହାଙ୍କ ନିକଟରେ ପ୍ରଚୁର ଦୟା ଅଛି, କିନ୍ତୁ ଆମ୍ଭମାନଙ୍କୁ ତାହାଙ୍କର ନିକଟବର୍ତ୍ତୀ ହୋଇ ସେହି ଦୟାର ଅଧିକାରୀ ହେବାକୁ ହେବ, ଯେହେତୁ ଈଶ୍ୱର ଦୟାବାନ। 35ରୁ 40 ପଦରେ ଲେଖା ଅଛି, ଆଉ ତୁମେମାନେ କୁହ, ହେ ଆମ୍ଭମାନଙ୍କ ପରିତ୍ରାଣର ପରମେଶ୍ୱର, ଆମମାନଙ୍କୁ ତ୍ରାଣ କର, ଆମମାନଙ୍କୁ ସଂଗ୍ରହ କର ଓ ଦେଶୀୟମାନଙ୍କଠାରୁ ଆମ୍ଭମାନଙ୍କୁ ଉଦ୍ଧାର କର। ତାରେ ଆମ୍ଭେମାନେ ତୁମ୍ଭ ପବିତ୍ର ନାମର ଧନ୍ୟବାଦ କରିବା ଓ ତୁମ୍ଭ ପ୍ରଶଂସାରେ ଜୟଧ୍ୱନି କରିବା। ଅନାଦି କାଳରୁ ଅନନ୍ତକାଳ ପର୍ଯ୍ୟନ୍ତ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଧନ୍ୟ ହୁଅନ୍ତୁ। ଏଥିରେ ସମଗ୍ର ଲୋକ କହିଲେ ଆମେନ୍ ଓ ସଦାପ୍ରଭୁଙ୍କର ପ୍ରଶଂସା କଲେ। ଏଥି ଉତ୍ତାରେ ଦାଉଦ ପ୍ରତିଦିନର ପ୍ରୟୋଜନାନୁସାରେ ସିନ୍ଧୁକ ସମ୍ମୁଖରେ ନିତ୍ୟ ପରିଚର୍ଯ୍ୟା କରିବା ନିମନ୍ତେ ଆସଫକୁ ଓ ତାହାର ଭ୍ରାତୃଗଣକୁ ସଦାପ୍ରଭୁଙ୍କ ନିୟମ ସିନ୍ଧୁକ ସମ୍ମୁଖରେ ରଖିଲେ। ଆଉ ଓବେଦଇଦୋମ ଓ ସେମାନଙ୍କର 68 ଜଣ ଭ୍ରାତା ମଧ୍ୟ ଜିଦୁଥୁନର ପୁତ୍ର ଓବେଦଇଦୋମ ଆଉ ହୋସା ଦ୍ୱାରପାଳ ହେଲେ। ଆଉ ଇସ୍ରାଏଲ ପ୍ରତି ଆଦିଷ୍ଟ ସଦାପ୍ରଭୁଙ୍କ ବ୍ୟବସ୍ଥାର ସମସ୍ତ ଲିଖନ ପ୍ରମାଣେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଦୀ ଉପରେ ନିତ୍ୟ ପ୍ରାତଃକାଳୀନ ଓ ସନ୍ଧ୍ୟାକାଳୀନ ହୋମବଳି ଉଚ୍ଚର କରିବା ପାଇଁ ସାଦୋକ ଯାଜକ ଓ ତାହାର ଯାଜକ ଭ୍ରାତୃଗଣ ଗିବିଓନସ୍ଥ ଉଚ୍ଚସ୍ଥଳୀରେ ସଦାପ୍ରଭୁଙ୍କ ଆବାସ ସମ୍ମୁଖରେ ରହିଲେ। ସେମାନେ ଈଶ୍ୱରଙ୍କ ନିମନ୍ତେ ପଥ ଖୋଲା ରଖିଲେ। ପ୍ରକୃତରେ ସାଉଲଙ୍କର ରାଜତ୍ୱ ସମୟରେ କ୍ରମାଗତ ଭାବେ ବଳିଦାନ ଓ ଉପାସନାମାନ ଅନୁଷ୍ଠିତ ହେଉନଥିଲା, କିନ୍ତୁ ଦାଉଦ ବର୍ତ୍ତମାନ ତାହା ପରିଚାଳନା କରୁଅଛନ୍ତି। ନିୟମ ସିନ୍ଧୁକ ଜିରୁସାଲାମରେ ଅଛି ଓ ଯେଉଁମାନେ ନିୟମିତ ଭାବେ ନିୟମ ସିନ୍ଧୁକ ସମ୍ମୁଖରେ ପରିଚର୍ଯ୍ୟା କରିବେ ସେମାନଙ୍କୁ ସେ ନିଯୁକ୍ତି ଦେଲେ, ଓ ଯେଉଁମାନେ ଈଶ୍ୱରଙ୍କ ସମ୍ମୁଖରେ ଉପାସନା କରିବେ ଓ ତାହାଙ୍କ ରାଜ୍ୟର ଆତ୍ମିକ ବିଷୟ ପ୍ରତି ଦୃଷ୍ଟି ଦେବେ ସେମାନଙ୍କୁ ସେ ନିଯୁକ୍ତି ଦେଲେ। ବାସ୍ତବରେ ଦାଉଦଙ୍କର ଏହି କାର୍ଯ୍ୟ ଅତି ଚମତ୍କାର ଥିଲା। ସେ ଆତ୍ମିକ ବିଷୟ ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ। ଏହାପରେ 41 ପଦରେ ଲେଖା ଅଛି, ପୁଣି ସଦାପ୍ରଭୁଙ୍କ ଦୟା ଅନନ୍ତ କାଳ ସ୍ଥାୟୀ, ଏଦୁ ତାହାଙ୍କର ଧନ୍ୟବାଦ କରିବା ପାଇଁ ହେମନ ଓ ଜିଦୁଥୁନ ପୁଣି ଯେଉଁ ଅବଶିଷ୍ଟ ମନୋନୀତ ଲୋକମାନଙ୍କ ନାମ ଲେଖାଗଲା ସେମାନେ ଉକ୍ତ ଲୋକଙ୍କ ସଙ୍ଗେ ରହିଲେ। ଏହି କାରଣରୁ ଆମ୍ଭେମାନେ ମଧ୍ୟ ଈଶ୍ୱରଙ୍କୁ ଧନ୍ୟବାଦ ଦେବା ଉଚିତ, କାରଣ ତାହାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ। ଏହାପରେ 42 ଓ 43 ପଦରେ ଏହିପରି ଲେଖା ଅଛି, ଆଉ ହେମନ ଓ ଜିଦୁଥୁନ ତୁରୀ ଓ କରତାଳ ଓ ପରମେଶ୍ୱରଙ୍କ ଗୀତାର୍ଥକ ବାଦ୍ୟଯନ୍ତ୍ର ବଜାଇବା ପାଇଁ ଉଚ୍ଚ ଧ୍ୱନିକାରୀମାନଙ୍କ ସଙ୍ଗରେ ରହିଲେ। ଆଉ ଜିଦୁଥୁନର ପୁତ୍ରମାନେ ଦ୍ୱାରପାଳ ହେଲେ। ଏଥି ଉତ୍ତାରେ ସମଗ୍ର ଲୋକ ପ୍ରସ୍ଥାନ କରି ଆପଣା ଆପଣା ଗୃହକୁ ଗଲେ। ଆଉ ଦାଉଦ ଆପଣାର ପରିଜନ ବର୍ଗକୁ ଆଶୀର୍ବାଦ କରିବା ପାଇଁ ଫେରିଗଲେ। ବାସ୍ତବରେ ଈଶ୍ୱରଙ୍କ ବିଷୟ ପ୍ରତି ମନ ଦେବା ଓ ଈଶ୍ୱରଙ୍କ ବାକ୍ୟ ପ୍ରତି ମନୋଯୋଗୀ ହେବା ନିତାନ୍ତ ଆବଶ୍ୟକ, ଓ ଈଶ୍ୱରଙ୍କୁ ଧନ୍ୟବାଦ ଦେବା ମଧ୍ୟ ନିତାନ୍ତ ପ୍ରয়োଜନ। ଏହାଦ୍ୱାରା ଆମେ ଈଶ୍ୱରଙ୍କର ସନ୍ତୋଷ ଭାଜନ ହୋଇପାରିବା ଓ ଆଶୀର୍ବାଦର ଅଧିକାରୀ ହେବା ସଙ୍ଗେ ସଙ୍ଗେ ଜୀବନରେ ସଫଳତା ଲାଭ କରିପାରିବା ଓ ଈଶ୍ୱରଙ୍କର ମହତ ଅଭିମତକୁ ସଫଳ କରିପାରିବା। ବର୍ତ୍ତମାନ ଆମେ 17 ପର୍ବ ମଧ୍ୟକୁ ଯିବା। ଏହି 17 ପର୍ବର ମୁଖ୍ୟ ବିଷୟବସ୍ତୁ ହେଉଛି ଦାଉଦ ଓ ମନ୍ଦିର। ଦାଉଦଙ୍କର ଈଶ୍ୱରଙ୍କ ନିମନ୍ତେ ମନ୍ଦିର ନିର୍ମାଣ ଈଶ୍ୱରଙ୍କୁ ଏତେ ଦୂର ଆପ୍ୟାୟିତ କରିଥିଲା ଯେ ସେ ଏଠାରେ 2 ସାମୁଏଲର 7 ପର୍ବରେ ଉଲ୍ଲେଖ ହୋଇଥିବା ଘଟଣାବଳୀକୁ ଏହିଠାରେ ପୁନରାବୃତ୍ତି କରନ୍ତି। ଦେଖନ୍ତୁ 17 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଅନନ୍ତର ଦାଉଦ ଆପଣା ଗୃହରେ ବାସ କରୁଥିବା ବେଳେ ସେ ନାଥନ ଭବିଷ୍ୟତ ବକ୍ତାଙ୍କୁ କହିଲେ, ଦେଖ
ମୁଁ ଏରସ କାଷ୍ଠ ନିର୍ମିତ ଗୃହରେ ବାସ କରୁଅଛି, ମାତ୍ର ସଦାପ୍ରଭୁଙ୍କ ନିୟମ ସିନ୍ଦୁକ ଯବନିକା ମଧ୍ୟରେ ବାସ କରୁଅଛି। ମୁଁ ଭାବୁଛି ଯେ ପୂର୍ବଦିନ ରାତିରେ ବର୍ଷା ହୋଇଥିଲା ଓ ଦାଉଦ ସେହି ବର୍ଷାର ଟପ୍ ଟପ୍ ଶବ୍ଦ ସେହି ପ୍ରାସାଦ ମଧ୍ୟରେ ଥାଇ ଶୁଣୁଥିଲେ। ନିୟମ ସିନ୍ଦୁକ ଯେ ସେହି ତମ୍ବୁ ମଧ୍ୟରେ ରହିଅଛି ଏକଥା ତାଙ୍କର ମନେ ପଡ଼ିଯାଇଥିବ। ତେଣୁ ସେ ବର୍ତ୍ତମାନ ନାଥନକୁ କହନ୍ତି, ନାଥନ, ମୁଁ ଈଶ୍ୱରଙ୍କ ନିମନ୍ତେ ଏକ ଗୃହ ନିର୍ମାଣ କରିବାକୁ ଚାହେଁ। 2 ପଦରେ ଲେଖା ଅଛି, ତରେ ନାଥନ ଦାଉଦଙ୍କୁ କହିଲେ, ତୁମ୍ଭ ହୃଦୟରେ ଯାହା ଅଛି ତାହା ସବୁ କର, କାରଣ ପରମେଶ୍ୱର ତୁମ୍ଭ ସଙ୍ଗରେ ଅଛନ୍ତି। ନାଥନ କହିଲେ, ରାଜା ଦାଉଦ, ଆପଣଙ୍କର ଚିନ୍ତାଧାରା ପୁରାପୁରି ଠିକ୍ ଅଛି, କିନ୍ତୁ ସେ ଯାହା ହେଉନା କାହିଁକି ନାଥନ ମଧ୍ୟ ଏପରି କହିବା ଭୁଲ ଥିଲା, କାରଣ ନାଥନଙ୍କ କହିବା ଅନୁଯାୟୀ ତାହା ସଫଳ ହେଲା ନାହିଁ। ମାତ୍ର ଏହା ନାଥନ ଓ ଦାଉଦଙ୍କ ନିମନ୍ତେ ଏକ ଶିକ୍ଷା ସ୍ୱରୂପ ଥିଲା। 3 ପଦରୁ 5 ପଦ ମଧ୍ୟରେ ଏହିପରି ଲେଖା ଅଛି, ଏଉତାରେ ସେହି ରାତ୍ରିରେ ପରମେଶ୍ୱରଙ୍କ ବାକ୍ୟ ନାଥନଙ୍କ ନିକଟରେ ଉପସ୍ଥିତ ହେଲା ଯଥା, ଯାଅ ଆମ୍ଭ ଦାସ ଦାଉଦକୁ ଜଣାଅ, ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ଆମ୍ଭ ନିମନ୍ତେ ବସତି ଗୃହ ନିର୍ମାଣ କରିବ ନାହିଁ, କାରଣ ଆମ୍ଭେ ଇସ୍ରାଏଲକୁ ବାହାର କରି ଆଣିବା ଦିନଠାରୁ ଆଜି ପର୍ଯ୍ୟନ୍ତ କୌଣସି ଗୃହରେ ବାସ କରିନାହୁଁ, ମାତ୍ର ଏ ତମ୍ବୁରୁ ସେ ତମ୍ବୁକୁ ଓ ଏକ ଆବାସରୁ ଅନ୍ୟ ଆବାସକୁ ଯାଇଅଛୁ। ଈଶ୍ୱର ତାହାଙ୍କ ଲୋକମାନଙ୍କ ସହିତ ନିଜକୁ ପରିଚିତ କରାଇଥାନ୍ତି। ତେଣୁକରି ସେହି କାରଣରୁ ସେ ମାନବ ରୂପ ଧାରଣ କରି ଏହି ଜଗତକୁ ଆସିଲେ। ପୁରାତନ ନିୟମରେ ସେ ତମ୍ବୁରେ ତାହାଙ୍କ ଲୋକମାନଙ୍କ ସହିତ ସାକ୍ଷାତ କଲେ, ଯେହେତୁ ସେମାନେ ତମ୍ବୁରେ ବାସ କରୁଥିଲେ। ମାତ୍ର ଏଠାରେ ଆମେ ଏକ ଆଶ୍ଚର୍ଯ୍ୟର ବିଷୟ ଲକ୍ଷ୍ୟ କରୁଅଛୁ ଯେ ଈଶ୍ୱର ଦାଉଦଙ୍କ ଚିନ୍ତାଧାରା ସହିତ ଏକମତ ନଥିଲେ। 6 ପଦରେ ଲେଖା ଅଛି, ଆମ୍ଭେ ସମୁଦାୟ ଇସ୍ରାଏଲ ସହିତ ଯେସବୁ ସ୍ଥାନରେ ଗମନାଗମନ କଲୁ, ତହିଁ ମଧ୍ୟରୁ କୌଣସି ସ୍ଥାନରେ ଆମ୍ଭ ଲୋକମାନଙ୍କୁ ପାଳନ କରିବା ପାଇଁ ଯେଉଁମାନଙ୍କୁ ଆଜ୍ଞା କରିଥିଲୁ, ଇସ୍ରାଏଲର ଏପରି କୌଣସି ବିଚାରକର୍ତ୍ତାକୁ ତୁମେମାନେ କିଏ ତୁ ଆମ୍ଭ ପାଇଁ ଏରସ କାଷ୍ଠର ଗୃହ ନିର୍ମାଣ କରିନାହଁ, ଏପରି ଏକ କଥା କ'ଣ ଆମ୍ଭେ କହିଅଛୁ? ବର୍ତ୍ତମାନ ଯେତେବେଳେ ଇସ୍ରାଏଲ ଲୋକମାନେ ସେହି ପ୍ରତିଜ୍ଞାତ ଦେଶ ମଧ୍ୟରେ ପ୍ରବେଶ କରି ଚିରସ୍ଥାୟୀ ଗୃହ ସବୁ ନିର୍ମାଣ କଲେ, ସେତେବେଳେ ସେମାନେ କୌଣସି ଚିରସ୍ଥାୟୀ ମନ୍ଦିର ନିର୍ମାଣ କରିନଥିଲେ। କିନ୍ତୁ ଈଶ୍ୱର ମଧ୍ୟ ମନ୍ଦିର ନିର୍ମାଣ କରିବା ନିମନ୍ତେ ସେମାନଙ୍କୁ କହିନଥିଲେ। ମାତ୍ର ଏହି ଇଚ୍ଛା ଦାଉଦଙ୍କ ହୃଦୟ ମଧ୍ୟରେ ଜାଗ୍ରତ ହୋଇଥିଲା, ଯେପରି ସେ ଈଶ୍ୱରଙ୍କ ନିମନ୍ତେ ଏକ ଗୃହ ନିର୍ମାଣ କରିବାକୁ ପାରନ୍ତି। ତେବେ ଏହାପରେ କ'ଣ ଘଟିଲା ଓ କିଏ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୃହ ନିର୍ମାଣ କଲା, ତାହା ଆମେ ପରବର୍ତ୍ତୀ ଅଂଶରେ ଅଧ୍ୟୟନ କରି ଆଲୋଚନା କରିବାକୁ ଯିବା। କିନ୍ତୁ ଏଠାରେ ଆମେ ଈଶ୍ୱରଙ୍କ ସେବା ଓ ଉପାସନା ପ୍ରତି ଦାଉଦଙ୍କର ମନୋଭାବକୁ ଲକ୍ଷ୍ୟ କରୁଅଛୁ। ଆଜି ଆମ ପ୍ରତ୍ୟେକଙ୍କ ମନରେ ସେହି ଭାବ ଜାଗ୍ରତ ହେବା ଉଚିତ ଓ ଆମେ ଈଶ୍ୱରଙ୍କ ସେବା ଉପାସନା ଓ ତାହାଙ୍କ ବିଷୟକୁ ପ୍ରଥମ ସ୍ଥାନ ଦେବା ଉଚିତ। ତାହେଲେ ଆମେ ଜୀବନରେ ଈଶ୍ୱରଙ୍କୁ ଗୌରବ ଦେବା ସଙ୍ଗେ ସଙ୍ଗେ ତାହାଙ୍କର ଅଭିମତକୁ ସଫଳ କରି ସେହି ସ୍ୱର୍ଗ ରାଜ୍ୟର ଅଧିକାରୀ ହୋଇ ସ୍ୱର୍ଗୀୟ ବିଭବର ଅଧିକାରୀ ହୋଇପାରିବା। ତେଣୁ ଆସୁ ପ୍ରଭୁଙ୍କ ନିମନ୍ତେ ଏବଂ ପ୍ରଭୁଙ୍କର ମନ୍ଦିର ନିମନ୍ତେ ଚିନ୍ତା କରୁ, ପ୍ରଭୁଙ୍କର ଗୃହ ବିଷୟ ନେଇ ଚିନ୍ତା କରୁ। ହଁ, ଦାଉଦ ଯଦିଓ ଏହି ବିଷୟ ଚିନ୍ତା କରିଥିଲେ ଏବଂ ଈଶ୍ୱର ତହିଁରେ ଏକମତ ନଥିଲେ, ମାତ୍ର ସେ ଦାଉଦଙ୍କର ଏ ପ୍ରକାର ଚିନ୍ତାଧାରାକୁ ପସନ୍ଦ କରିଥିଲେ। ଏହା ଈଶ୍ୱରଙ୍କ ଦୃଷ୍ଟିରେ ମଧ୍ୟ ଗ୍ରହଣଯୋଗ୍ୟ ଥିଲା। କିନ୍ତୁ ଈଶ୍ୱରଙ୍କର ଅଭିମତ ଭିନ୍ନ ପ୍ରକାର ଥିଲା। ସଲୋମନ ଯେ ତାହାଙ୍କ ନିମନ୍ତେ ଗୃହ ନିର୍ମାଣ କରିବ, ଏହା ଈଶ୍ୱରଙ୍କର ଅଭିମତ ଥିଲା। ତେବେ ଯାହା ହେଉ, ଈଶ୍ୱରଙ୍କ ନିମନ୍ତେ ଦାଉଦ ଯେଉଁ ପଦକ୍ଷେପ ନେଇଥିଲେ ତାହା ଅତି ଉତ୍ତମ ଥିଲା। ପ୍ରିୟ ବନ୍ଧୁ, ପ୍ରଭୁ ଚାହାନ୍ତି ଆମେ ଯେପରି ତାହାଙ୍କ ନିମନ୍ତେ କିଛି କରୁ, ତାହାଙ୍କର ରାଜ୍ୟର ଅଭିବୃଦ୍ଧି ନିମନ୍ତେ କିଛି ସାଧନ କରୁ, କାରଣ ତାହା ହିଁ ତାହାଙ୍କର ଅଭିମତ ଯେ ଆମମାନେ ଯେପରି ତାହାଙ୍କର ରାଜ୍ୟ ଓ ଧାର୍ମିକତା ଅନ୍ୱେଷଣ କରୁ। ସେଦିନ ଦାଉଦ ଈଶ୍ୱରଙ୍କ ନିମନ୍ତେ ଏକ ମନ୍ଦିର ନିର୍ମାଣ କରିବା ପାଇଁ ଯୋଜନା କଲେ, ଆଉ ଈଶ୍ୱର ମଧ୍ୟ ତାହା ଜାଣିପାରିଲେ, ଆଉ ସେ ମଧ୍ୟ ତାହାଙ୍କୁ ସମସ୍ତ ବିଷୟ ଜଣାଇଦେଲେ। ଯଦିଓ ଏହା ସଲୋମନଙ୍କ ଦ୍ୱାରା ନିର୍ମିତ ହୋଇଥିଲା, ମାତ୍ର ଯୋଜନା କରିଥିଲେ ଦାଉଦ। ବାସ୍ତବରେ ପ୍ରଭୁଙ୍କ ନିମନ୍ତେ ଗୃହ ପ୍ରସ୍ତୁତ କରିବା କେତେ ଗୌରବର ବିଷୟ।
ଆଜି ଆମେ କ'ଣ ଆମମାନଙ୍କ ହୃଦୟ ରୂପକ ଗୃହକୁ ପ୍ରଭୁଙ୍କ ନିମନ୍ତେ ପ୍ରସ୍ତୁତ କରିପାରିଛୁ? ପ୍ରଭୁ ଆଜି ଆମମାନଙ୍କର ହୃଦୟ ରୂପକ ମନ୍ଦିରରେ ବାସ କରିବା ପାଇଁ ଚାହାନ୍ତି। ସେ ଆଜି ଆମମାନଙ୍କର ହୃଦୟର କର୍ତ୍ତା ହେବା ପାଇଁ ଚାହାନ୍ତି। କିନ୍ତୁ ଆଜି ଆମେ ଆମମାନଙ୍କ ହୃଦୟରେ କାହାକୁ ସ୍ଥାନ ଦେଇଅଛୁ? ଶୈତାନକୁ ସ୍ଥାନ ଦେଇଅଛୁ ନା ପ୍ରଭୁଙ୍କୁ ସ୍ଥାନ ଦେଇଅଛୁ? ନିଜର ଇଚ୍ଛାକୁ ସ୍ଥାନ ଦେଇଅଛୁ ନା ଈଶ୍ୱରଙ୍କର ଇଚ୍ଛାକୁ ସ୍ଥାନ ଦେଇଅଛୁ? ନିଜର ବିଷୟକୁ ରଖିଅଛୁ ନା ଈଶ୍ୱରଙ୍କର ବିଷୟକୁ ରଖିଅଛୁ? ପ୍ରଭୁ ଆଜି ମଧ୍ୟ ଆମମାନଙ୍କୁ ସୁଯୋଗ ଦେଇଅଛନ୍ତି, ଯେପରି ଆମେ ସୁଯୋଗର ସଦ୍ବ୍ୟବହାର କରୁ ଏବଂ ଈଶ୍ୱରଙ୍କର ନିମନ୍ତେ କିଛି ମହତ୍ ବିଷୟମାନ ସାଧନ କରୁ। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ। ଆଶା କରୁ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ ଓ ଆପଣ ଆତ୍ମିକ ଜୀବନରେ ଉପକୃତ ହୋଇଥିବେ। ଆମେ ଆଜିର ଅଧ୍ୟୟନରେ ଏକଥା ଲକ୍ଷ୍ୟ କଲୁ ଯେ ଇସ୍ରାଏଲୀୟମାନଙ୍କ ବିରୁଦ୍ଧରେ ଶତ୍ରୁମାନେ ଆକ୍ରମଣ କରିବା ସମୟରେ କିପରି ଈଶ୍ୱର ସେମାନଙ୍କୁ ରକ୍ଷା କରୁଛନ୍ତି ଓ ସମସ୍ତ ବିପଦରୁ ଉଦ୍ଧାର କରୁଛନ୍ତି। ସେଥିପାଇଁ ଗୀତ ରଚକ ଅସଫ ବର୍ଣ୍ଣନା କରୁଛନ୍ତି ଯେ ଜିହୋବା ଈଶ୍ୱରଙ୍କ ସମାନ କେହି ନାହାନ୍ତି। ଈଶ୍ୱର ମହାନ ଅଟନ୍ତି। ଏହା ହିଁ ଈଶ୍ୱରଙ୍କ ପ୍ରଶଂସା କରିବାର ମୁଖ୍ୟ କାରଣ ଅଟେ। ତେଣୁ ଇସ୍ରାଏଲୀୟମାନେ ତାଙ୍କ ପ୍ରଶଂସା ଗୌରବ କରିଥିବା ବିଷୟରେ ଆମେ ଲକ୍ଷ୍ୟ କରୁଛୁ। ପ୍ରଶ୍ନ ହେଲା, ଈଶ୍ୱର କ'ଣ ଆମେ ବ୍ୟକ୍ତିଗତ ଜୀବନରେ ମହାନ କାର୍ଯ୍ୟ କରୁଛନ୍ତି କି? ଯଦି ଈଶ୍ୱର ଆମ ଜୀବନରେ ମହାନ କାର୍ଯ୍ୟ କରୁଛନ୍ତି, ତେବେ ଆମେ କ'ଣ ତାଙ୍କ ପ୍ରଶଂସା ଗୌରବ କରୁଛୁ କି? ତାଙ୍କ ନାମକୁ ଉଚ୍ଚୀକୃତ କରୁଛୁ କି? ଆଜି ତ ଆମ ସମୟ ଏଠାରେ ଶେଷ ହେବାକୁ ଗଲାଣି। ପରବର୍ତ୍ତୀ କାର୍ଯ୍ୟକ୍ରମରେ ପୁଣି ଆପଣଙ୍କ ସହିତ ସାକ୍ଷାତ ହେବ। ଆଜି ପାଇଁ ବିଦାୟ ଦିଅନ୍ତୁ। ରହିଲୁ, ନମସ୍କାର। ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ପ୍ରଭୁ ଯୀଶୁ, ତୁମର ମହତ୍ ନାମକୁ ଧନ୍ୟବାଦ ଦେଉଛୁ। ଆଜି ଯେଉଁ ବିଷୟରେ ତୁମେ ଆମକୁ ଶିକ୍ଷା ଦେଇଅଛ, ତାହା ଯେପରି ନିଜ ଜୀବନରେ ହୃଦୟରେ ରଖିକି କାର୍ଯ୍ୟରେ ବ୍ୟବହାର କରିପାରିବୁ, ତୁମେ ସେହିପରି ଆମ ପ୍ରତ୍ୟେକ ଜଣଙ୍କୁ ତୁମେ କରାଅ ବୋଲି ପ୍ରାର୍ଥନା କରୁଛି। ପ୍ରିୟ ପ୍ରଭୁ, ହଁ ପ୍ରଭୁ, ତୁମର ଇଚ୍ଛା ଅନୁସାରେ ଯେପରି କାର୍ଯ୍ୟ କରିପାରିବୁ, ତୁମେ ସେପରି ଆଶୀର୍ବାଦ କର। ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛି, ଆମେନ୍। ଗତ ପ୍ରଶ୍ନର ଉତ୍ତର ହେଲା ଡି ଯାଜକ। ଆଜିର ପ୍ରଶ୍ନ ହେଲା, କିଏ ସକଳ ଦେବତା ଅପେକ୍ଷା ଭୟଯୋଗ୍ୟ? ଏ ସଦାପ୍ରଭୁ, ବି ମନୁଷ୍ୟ, ସି ଶାସକ, ଡି ରାଜା। ଏହି ପ୍ରଶ୍ନର ଉତ୍ତର ଆସନ୍ତାକାଲି ସନ୍ଧ୍ୟା 6ଟା ମଧ୍ୟରେ ଅପସନ୍ ଏ, ବି, ସି, ଡି ମଧ୍ୟରୁ ସଠିକ ଉତ୍ତର ବାଛି ଆପଣଙ୍କ ନାମ ଓ ସମ୍ପୂର୍ଣ୍ଣ ଠିକଣା ସହିତ 9777221415 ଫୋନ୍ ନମ୍ବରରେ SMS କିମ୍ବା ହ୍ୱାଟ୍ସଆପ୍ ଦ୍ୱାରା ଜଣାଇବାକୁ ଅନୁରୋଧ। ଯଦି ଆପଣଙ୍କୁ ଆମ କାର୍ଯ୍ୟକ୍ରମ ଭଲ ଲାଗୁଛି, ତେବେ 044490812996ରେ ମିସ୍ଡ କଲ୍ ଦେଇ ବିଜୟୀ ହୋଇପାରିବେ। ଗତ ସପ୍ତାହର ବିଜୟ ଦର୍ଶକ ବନ୍ଧୁ ହେଲେ ଝାରସୁଗୁଡ଼ାରୁ PK ନାୟକ ଓ ପରିବାର।